କାଗଜ କଲମରେ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଥିବା ବେଳେ ଗାଡ଼ି ଧକ୍କାରେ ଅସଂଖ୍ୟ ଲୋକଙ୍କ ଜୀବନ ଚାଲିଯାଉଛି। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବୀଣାଝରି ଗ୍ରାମ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଉକ୍ତ ଦୁର୍ଘଟଣାରେ ବାଲିଯୋଡ଼ି ଗ୍ରାମର 56 ବର୍ଷୀୟ ଦୟାନିଧି ନାୟକ ମୃତ। ସୂଚନା ଅନୁଯାୟୀ ଦୟାନିଧି ନାୟକ ହରିଚନ୍ଦନପୁର ସାପ୍ତାହିକ ହାଟକୁ ଯାଇ ବଳଦ କିଣିବା ପରେ ଏକ ଡାଲା ଅଟୋ ସାହାଯ୍ୟରେ ବଳଦ ବୋଝେଇ କରି ଘଟଗାଁ ଅଭିମୁଖେ ଆସୁଥିବା ବେଳେ ବୀଣାଝରି ଗ୍ରାମ ନିକଟରେ ଘଟଗାଁ ପାର୍ଶ୍ୱରୁ ହରିଚନ୍ଦନପୁର ଆଡ଼କୁ ଯାଉଥିବା ଏକ ଦ୍ରୁତଗାମୀ ବାଲି ବୋଝେଇ ଟ୍ରକ୍ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୟାନିଧି ନାୟକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।